ଲାଜକୁଳି ଲତା ଗଛର ଉପକାରିତା। ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆଜି ଆମେମାନେ ଏହି ଭିଡ଼ିଓରେ ଏକ ଏମିତି ଦିବ୍ୟ ଓ ଚମତ୍କାର ଗଛ ବିଷୟରେ ଜାଣିବା, ଯାହା ମଣିଷ ଜାତି ପାଇଁ ଏବଂ ମଣିଷ କଲ୍ୟାଣ ପାଇଁ ଆପଣମାନଙ୍କ ପାଇଁ ଈଶ୍ୱରଙ୍କ ବରଦାନ ଅଟେ। ଏହି ଗଛ ମଧ୍ୟ ମାନବ ଜାତି ପାଇଁ ସଞ୍ଜୀବନୀ ବୁଟିଠୁ କିଛି କମ୍ ହୋଇନଥାଏ। ଆୟୁର୍ବେଦରେ ଏହି ଗଛର ବହୁତ ଅଧିକ ମହତ୍ତ୍ୱ ରହିଛି। ଏହି ଗଛର ତାନ୍ତ୍ରିକ, ଧାର୍ମିକ ଏବଂ ଆୟୁର୍ବେଦିକ ସମ୍ପର୍କରେ ଏହି ଭିଡ଼ିଓରେ ଜାଣିବା। ଦର୍ଶକ ବନ୍ଧୁ, ଏହି ଗଛର ନାମ ଅଟେ ଲାଜକୁଳି ଲତା। ତେବେ ଆସନ୍ତୁ ଜାଣିବା ଏହି ଗଛର ପ୍ରୟୋଗ ସମ୍ପର୍କରେ। ସେଥିପାଇଁ ଆପଣମାନେ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତାହା ପୂର୍ବରୁ ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ମନରେ ଭକ୍ତି ଥିଲେ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ଦର୍ଶକ ବନ୍ଧୁ, ଆପଣମାନେ ଏହି କଥା ନିଶ୍ଚୟ ଜାଣିଥିବେ ଯେ ଏହି ଗଛର ପତ୍ରକୁ ଛୁଇଁବା ମାତ୍ରକେ ଏହା ସାଙ୍ଗେ ସାଙ୍ଗେ ବନ୍ଦ ହୋଇଯାଏ ଓ ଏହି ଗଛକୁ ମଧ୍ୟ ବହୁତ ଲୋକ ଆଜିକାଲି ନିଜ ଘରେ ଲଗାଇଲେଣି। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ପ୍ରଥମେ ଏହି ଗଛର ଧାର୍ମିକ ପ୍ରୟୋଗ ବିଷୟରେ। ଏହି ଗଛକୁ ଆପଣ ଆପଣଙ୍କ ଘରେ ଲଗାଇବା ଦ୍ୱାରା ତନ୍ତ୍ରବାଧା ଦୂର ହୋଇଥାଏ। ଯଦି ଆପଣମାନେ ଏହି ଗଛକୁ ଘରେ ଲଗାନ୍ତି, ତେବେ କୌଣସି ବ୍ୟକ୍ତି ବା ଆପଣଙ୍କର ଶତ୍ରୁ ଆପଣଙ୍କ ଘର ଉପରେ ତନ୍ତ୍ରମନ୍ତ୍ର ବା ଗୁଣିଗାରେଡ଼ି କରିପାରନ୍ତି ନାହିଁ। ତେବେ ଏହି ଗଛ ସେହି ତନ୍ତ୍ରମନ୍ତ୍ର ବା ଗୁଣିଗାରେଡ଼ିକୁ ନିଜ ଆଡ଼କୁ ଶୋଷି ନେଇଥାଏ। କିଛି ଏମିତି ଘର ଥାଏ ଯାହା ଉପରେ ଖରାପ ନଜର ଲୋକମାନଙ୍କର ଲାଗିଥାଏ। ତେଣୁ ଯଦି ଆପଣମାନେ ଚାହୁଁଛନ୍ତି କି ଘର ଉପରେ କାହାର ଖରାପ ନଜର ନ ଲାଗୁ, ତେବେ ଏହି ଗଛକୁ ନିଜର ଘରେ ନିଶ୍ଚିତ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କର ତନ୍ତ୍ରମନ୍ତ୍ର, ଗୁଣିଗାରେଡ଼ି ସମସ୍ୟା ଦୂର ହୋଇଥାଏ। ଏହା ମଧ୍ୟ ସମସ୍ତ ପ୍ରକାର ଖରାପ ଶକ୍ତି ବା ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦେଇଥାଏ ଏବଂ ତାହାକୁ ନିଜ ଆଡ଼କୁ ଆକୃଷ୍ଟ କରିନେଇଥାଏ ଏବଂ ତାହା ସହିତ ନକାରାତ୍ମକ ଶକ୍ତିକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥାଏ। ଏହା ଧୀରେ ଧୀରେ ଶୁଖିବାକୁ ଲାଗିଥାଏ, କାରଣ ଏହି ଲାଜକୁଳି ଗଛଟି ଖରାପ ଶକ୍ତିଗୁଡ଼ିକୁ ନିଜ ଆଡ଼କୁ ଶୋଷି ସେ ନଷ୍ଟ ହୋଇଯାଇଥାଏ। ଲାଜକୁଳି ଲତା ଗଛର ଦ୍ୱିତୀୟ ଧାର୍ମିକ ପ୍ରୟୋଗ ହେଲା, ଏହା ଘରର ବାସ୍ତୁ ଦୋଷକୁ ଦୂର କରିଥାଏ। ଯଦି ପରିବାରର କୌଣସି ସଦସ୍ୟଙ୍କର କଣ୍ଠରୋଗ ଜନିତ କୌଣସି ବି ସମସ୍ୟା ରହିଛି, ତାହାକୁ ମଧ୍ୟ ଏହି ଲାଜକୁଳି ଲତା ଗଛ ଦୂର କରିଦେଇଥାଏ ବା ଏହି ଗଛର ପ୍ରୟୋଗ କରିବା ଦ୍ୱାରା ଏହି ରୋଗ ଦୂର ହୋଇଥାଏ। ଏହି ଗଛର ଚେରକୁ ବା ମୂଳକୁ ଡେଉଁରିଆ କରି ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା କାଶ ଭଳି ସମସ୍ୟା ଇତ୍ୟାଦି ଦୂର ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କର କାଶ ବହୁତ ଦିନ ଧରି ହେଉଛି, ତେବେ ଏହି ଲାଜକୁଳି ଲତାର ଚେରକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧି ରବିବାର ଦିନ ଧାରଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ ବହୁତ ଶୀଘ୍ର କାଶ ଭଳି ରୋଗରୁ ମୁକ୍ତି ମିଳିବ। ଏହା ବ୍ୟତୀତ ଏହି ଗଛକୁ ମଧ୍ୟ ଆତ୍ମସୁରକ୍ଷା ପାଇଁ ବ୍ୟବହାର କରାଯାଇଥାଏ। ଯେମିତିକି ଆପଣଙ୍କ ଉପରେ ଯଦି କାହାର ଖରାପ ନଜର ବା କଳାଶକ୍ତିର ପ୍ରଭାବ ପଡ଼ିଥାଏ, ତେବେ ଏହି ସମସ୍ତ ସମସ୍ୟାରୁ ବଞ୍ଚିବା ପାଇଁ ଆପଣଙ୍କ ଶରୀରର ଚାରିପଟେ 7 ଥର ନାଲି ଧାଗାକୁ ବୁଲାଇ ବା ଗାୟତ୍ରୀ ସୂତାକୁ ବୁଲାଇ ସେହି ଧାଗାକୁ ନେଇ ବା ଗାୟତ୍ରୀ ସୂତାକୁ ନେଇ ଏହି ଲାଜକୁଳି ଲତା ଗଛରେ ବାନ୍ଧି ଦିଅନ୍ତୁ। କୌଣସି ବ୍ୟକ୍ତିଙ୍କର କାଶ ବହୁତ ଦିନ ଧରି ହେଉଛି,
ତେବେ ଏହି ଲାଜକୁଳି ଲତାର ଚେରକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧି ରବିବାର ଦିନ ଧାରଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ ବହୁତ ଶୀଘ୍ର କାଶ ଭଳି ରୋଗରୁ ମୁକ୍ତି ମିଳିବ। ଏହା ବ୍ୟତୀତ ଏହି ଗଛକୁ ମଧ୍ୟ ଆତ୍ମସୁରକ୍ଷା ପାଇଁ ବ୍ୟବହାର କରାଯାଇଥାଏ। ଯେମିତିକି ଆପଣଙ୍କ ଉପରେ ଯଦି କାହାର ଖରାପ ନଜର ବା କଳା ଶକ୍ତିର ପ୍ରଭାବ ପଡ଼ିଥାଏ, ତେବେ ଏହି ସମସ୍ତ ସମସ୍ୟାରୁ ବଞ୍ଚିବା ପାଇଁ ଆପଣଙ୍କ ଶରୀର ଚାରିପଟେ 7 ଥର ନାଲି ଧାଗାକୁ ବୁଲାଇ ବା ଗାୟତ୍ରୀ ସୂତାକୁ ବୁଲାଇ ସେହି ଧାଗାକୁ ନେଇ ବା ଗାୟତ୍ରୀ ସୂତାକୁ ନେଇ ଏହି ଲାଜକୁଳି ଲତା ଗଛରେ ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କ ଉପରେ ଲାଗିଥିବା ଖରାପ ନଜର ଓ ନକାରାତ୍ମକ ଶକ୍ତିକୁ ଏହି ବୃକ୍ଷ ନିଜ ଆଡ଼କୁ ଶୋଷି ନେଇଥାଏ। ଦର୍ଶକ ବନ୍ଧୁ, ଏହି ଲାଜକୁଳି ଲତା ଗଛରେ ବହୁତ ଚମତ୍କାରୀ ଶକ୍ତି ରହିଥାଏ ଏବଂ ଦୈବ ଶକ୍ତି ମଧ୍ୟ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି ଗଛ ସମ୍ପର୍କରେ କୁହାଯାଇଛି ବା ଉଲ୍ଲେଖ କରାଯାଇଛି ଯାହାକୁ ଲଗାଇବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ, ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ ଏବଂ ଧନର ଦେବୀ ଆପଣଙ୍କ ଘରକୁ ଆଗମନ କରିଥାନ୍ତି। ବନସ୍ପତି ଶାସ୍ତ୍ରରେ ମଧ୍ୟ ଏହି ଗଛମାନଙ୍କ ବିଷୟରେ କୁହାଯାଇଛି। ଯେଉଁ ଗଛଗୁଡ଼ିକୁ ଘରେ ଲଗାଇବା ଦ୍ୱାରା ଧନ ଆପଣଙ୍କ ଘରକୁ ଆକର୍ଷିତ ହୋଇଥାଏ ଏବଂ ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବା ପାଇଁ ଆଗମନ କରିଥାନ୍ତି। କିଛି ଲୋକ ଆଜିକାଲି ଘରେ, ଅଫିସରେ ଏବଂ ଦୋକାନରେ ମନି ପ୍ଲାଣ୍ଟର ଗଛ ଲଗାଉଛନ୍ତି। ଯଦି ଆପଣମାନେ ମନି ପ୍ଲାଣ୍ଟ ଗଛ ସହିତ ଏହି ଲାଜକୁଳି ଲତା ଗଛକୁ ଲଗାନ୍ତି, ତେବେ ଦେଖିବେ ଆପଣଙ୍କର ଆଧ୍ୟାତ୍ମିକତାର ଉନ୍ନତି ହେବାକୁ ଲାଗିବ ଏବଂ ଆପଣଙ୍କ ଘରକୁ ଧନର ଲକ୍ଷ୍ମୀ ମାତା ଆଗମନ ହେବାକୁ ଲାଗିବେ, ଯାହାଦ୍ୱାରା ଆପଣଙ୍କ ପାଖରେ କେବେ ଟଙ୍କା ପଇସାର ଅଭାବ ରହିବ ନାହିଁ ଏବଂ ଆପଣଙ୍କର ଘର ଦାରିଦ୍ର୍ୟତା ସବୁଦିନ ପାଇଁ ଚାଲିଯିବ। ତାହା ସହିତ ଆପଣଙ୍କର ଏବଂ ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କର ଉନ୍ନତି ଘଟିବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଲାଜକୁଳି ଲତାର ଆୟୁର୍ବେଦିକ ପ୍ରୟୋଗ ବିଷୟରେ। ଯଦି କୌଣସି ବ୍ୟକ୍ତିଙ୍କର ଅର୍ଶ, ମଳକଣ୍ଟକ ଭଳି ସମସ୍ୟା ରହିଛି, ତେବେ ଔଷଧ ଖାଇବା ସହିତ ଏହି ଗଛର ଗୋଟିଏ ଉପାୟକୁ କରନ୍ତୁ। ଏହାର ଉପକାର ବା ଲାଭ ଆପଣଙ୍କୁ ଯଥାଶୀଘ୍ର ପ୍ରାପ୍ତ ହେବ। ଲାଜକୁଳି ଲତାର ଚେରକୁ ବା ଚୂର୍ଣ୍ଣକୁ ଆଣି ତାକୁ ଗୁଣ୍ଡ କରନ୍ତୁ। ସେହି ଗୁଣ୍ଡକୁ ଦିନକୁ 2 ଥର ସକାଳେ ଏବଂ ସନ୍ଧ୍ୟାବେଳେ ସେବନ କରନ୍ତୁ। ଦେଖିବେ ଆପଣଙ୍କର ଅର୍ଶ ଓ ମଳକଣ୍ଟକ ରୋଗ ଦୂର ହୋଇଥାଏ। ତାପରେ ଆସନ୍ତୁ ଜାଣିବା ଗଳାରେ ଯନ୍ତ୍ରଣା ବା ବଥା ହେଉଥିଲେ ସେଥିରୁ କେମିତି ଲାଜକୁଳି ଲତା ଗଛ ଆମକୁ ସାହାଯ୍ୟ କରିଥାଏ। ଦର୍ଶକ ବନ୍ଧୁ, ଏହା ବହୁତ ବଡ଼ ସମସ୍ୟା ହୋଇଥାଏ। ଯଦି ଆପଣଙ୍କର ଏହିଭଳି ସମସ୍ୟା ରହିଛି, ତେବେ ଆପଣମାନେ ଔଷଧର ସେବନ କରିବା ସହିତ ଏହି ଗଛକୁ ମଧ୍ୟ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ବହୁତ ବଡ଼ ଲାଭ ମିଳିବ। ଏହି ଗଛର ପତ୍ରର ରସ 1 ml ନିଅନ୍ତୁ ଏବଂ ଏହାକୁ ପ୍ରତିଦିନ ପିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଗଳା ଓ କାଶ ସମ୍ବନ୍ଧୀୟ ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିବ ଏବଂ ଏହାର ଫାଇଦା ଆପଣଙ୍କୁ ବହୁତ ଶୀଘ୍ର ଜଣାପଡ଼ିବ। ଯଦି କାହାକୁ ଜଣ୍ଡିସ୍ କିମ୍ବା ବହୁତ ଦିନ ଧରି ଜ୍ୱର ହେଉଛି, ଛାଡ଼ୁନାହିଁ, ତେବେ ଏହି ଗଛର ରସକୁ 5 ml 5 ଦିନ ପର୍ଯ୍ୟନ୍ତ ପିଅନ୍ତୁ। ଯଥା ଶୀଘ୍ର ଏହି ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ। ଏବଂ ଯଦି କୌଣସି ବ୍ୟକ୍ତିଙ୍କୁ ବିଛା କାମୁଡ଼ି ଦେଇଥାଏ, ତେବେ ଏହି ଗଛର ପତ୍ର ଓ ଚେରକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ
ଓ ଏହି ପେଷ୍ଟକୁ ନେଇ ନମ୍ବର ଯେଉଁ 11 ଜାଗାରେ ବିଛା କାମୁଡ଼ିଥିବ ସନ୍ଧ୍ୟା ସେହି ସମୟରେ ଜାଗାରେ ଲଗାଇ ଝାଡ଼ୁ ଏକ କରିବା। କପଡ଼ାରେ ବାନ୍ଧି ଦିଅନ୍ତୁ। ଆମର ଦେଖିବେ ଭାରତୀୟ 15ରୁ 20 ସଂସ୍କୃତି ମିନିଟ୍ ଭିତରେ ପରମ୍ପରା ଅନୁସାରେ ଆପଣଙ୍କୁ ଆରାମ ମିଳିବ। ଦିନକୁ 3ଟି ସନ୍ଧ୍ୟା କେବେ କେବେ ଆସିଥାଏ। ମଧ୍ୟ ସୁଗାର ରୋଗୀଙ୍କଠାରେ ପ୍ରଥମ ଘା ଭଳି ସନ୍ଧ୍ୟାଟି ସମସ୍ୟା ହେଉଛି ଦେଖାଦେଇଥାଏ। ପ୍ରାତଃକାଳୀନ ଏହା ସନ୍ଧ୍ୟା। ଶୀଘ୍ର ଠିକ୍ ହୋଇନଥାଏ। ସେଇଟା ସେ ସୂର୍ଯ୍ୟ ସମୟରେ ଉଦୟ ଆପଣ ହେବା ଏହି ଗଛର 10 ମିନିଟ୍ ମଞ୍ଜିକୁ ପୂର୍ବରୁ ବାଟି ଚୂର୍ଣ୍ଣ ଏବଂ ପ୍ରସ୍ତୁତ କରନ୍ତୁ। ସୂର୍ଯ୍ୟ ସେହି ଉଦୟ ହେବା ଚୂର୍ଣ୍ଣକୁ ନେଇ 10 ଆପଣ ମିନିଟ୍ ଘା ଉପରେ ପରେ ହିଁ ଲଗାନ୍ତୁ। ହୋଇଥାଏ। ଦେଖିବେ ଘା ଏହି ଯଥାଶୀଘ୍ର 20 ଠିକ୍ ମିନିଟ୍ ହୋଇଯିବ। ସମୟକୁ ଡାଇବେଟିସ୍ ଭଳି ପ୍ରାତଃକାଳୀନ ଏକ ରୋଗ ସମୟ ବହୁତ ବଡ଼ ସନ୍ଧ୍ୟା ବୋଲି ସମସ୍ୟା ଅଟେ, କୁହାଯାଏ। ଯାହାକି ତାପରେ ଆଜିକାଲି ପ୍ରାୟ ମଧ୍ୟାହ୍ନ ସନ୍ଧ୍ୟା, ସମସ୍ତଙ୍କ ପାଖରେ ଯୋଉଟାକି ଦେଖାଯାଉଛି। 12ଟା ବାଜିବାର ତେବେ 10 ଏହି ମିନିଟ୍ ରୋଗର ପୂର୍ବରୁ ରକ୍ଷା ଏବଂ ପାଇବା ପାଇଁ 12ଟା ବାଜି 10 ଏହି ମିନିଟ୍ ଉପାୟଟି ପରେ ରାମବାଣ ହୋଇଥାଏ। ଭଳି କାମ ଏହି କରିଥାଏ। 20 ମିନିଟ୍ ସମୟକୁ କୁହାଯାଏ କି ମଧ୍ୟାହ୍ନ ଲିମ୍ବର ସନ୍ଧ୍ୟା ମଞ୍ଜି, ସମୟ ବୋଲି ବେଲର କୁହାଯାଏ। ପତ୍ର ଓ ତାପରେ ଲାଜକୁଳି ଲତାର ତୃତୀୟ ପତ୍ରକୁ ସାୟଂକାଳୀନ ଚୂର୍ଣ୍ଣ କରି ସନ୍ଧ୍ୟା, ଏହି ଯେଉଁଟା 5ଟାରୁ ଚାରୋଟିକୁ 6ଟା ମିଶାଇ ଏକ ମଧ୍ୟରେ ପାଉଡର ହୋଇଥାଏ। ବନାନ୍ତୁ। ଏହି ସୂର୍ଯ୍ୟାସ୍ତର ପାଉଡରକୁ ଆପଣ 10 ସକାଳେ ମିନିଟ୍ ଏବଂ ପୂର୍ବରୁ ସନ୍ଧ୍ୟାବେଳେ ଓ ଖାଲି 10 ପେଟରେ ମିନିଟ୍ ପରେ 1 ଚାମଚ ଏହି ଲେଖାଏଁ 20 ମିନିଟ୍ ପାଣିରେ ସମୟକୁ ପକାଇ ପିଅନ୍ତୁ। ସାୟଂକାଳୀନ ଏହାଦ୍ୱାରା ସନ୍ଧ୍ୟା ବୋଲି ଡାଇବେଟିସ୍ କୁହାଯାଏ। ନିୟନ୍ତ୍ରଣରେ ରହିବ। ଏହି ଆସନ୍ତୁ ସମୟରେ ଦର୍ଶକ ବନ୍ଧୁ, ଯେଉଁ ନାରୀ ଏହାର ଝାଡ଼ୁ ତାନ୍ତ୍ରିକ ପ୍ରୟୋଗ ମାରେ ବିଷୟରେ ଏବେ ତାକୁ ଜାଣିବା। ଅଲକ୍ଷ୍ମୀ ବୋଲି ଏପରି କୁହାଯାଏ। ମନାଯାଏ କି ଏହି ଗଛର ପ୍ରକୃତରେ ଚେରକୁ ଏହି ପିନ୍ଧିବା ଅଲକ୍ଷ୍ମୀର ଦ୍ୱାରା ସ୍ୱଭାବକୁ ନ ସମ୍ମୋହନ ଆପଣାଇ ଶକ୍ତିର ବିକାଶ ହୋଇଥାଏ ଲକ୍ଷ୍ମୀବତ ନାରୀର ଏବଂ ସ୍ୱଭାବକୁ ଲୋକମାନେ ଆପଣେଇ ଆପଣଙ୍କ ଆଡ଼କୁ ସଦ୍ଗୁଣ ଆକୃଷ୍ଟ ସମ୍ପନ୍ନା ହୋଇଥାନ୍ତି। ନାରୀ ହୋଇ ତାହା ସହ ସମାଜରେ ଏହି ଗଛର ପରିଚାଳିତ ଚେରକୁ ହେବେ। ପିନ୍ଧିବା ଦ୍ୱାରା ନିଶ୍ଚିତ ଭାବେ ଶରୀରରେ ଅତିରିକ୍ତ ଜୀବନ ଉର୍ଜାର ସୁଖମୟ ନିର୍ମାଣ ହେବା ହୋଇଥାଏ। ସହିତ ଏହା ବ୍ୟତୀତ ଆପଣଙ୍କୁ ପରିବାରର ଏପରି ଅନୁଭବ ହୁଏ କଲ୍ୟାଣ ଯେ ହେବ। ଯେପରି ଆପଣଙ୍କ ଶରୀରରେ ଦର୍ଶକ ବନ୍ଧୁ, କୌଣସି ଦୈବ ଶକ୍ତି ଆପଣମାନେ ମୋର ଆପଣଙ୍କ ଏହି ବିକାଶର ଭିଡିଓଟିକୁ ମାର୍ଗକୁ ଶେଷ ବଢ଼ାଇ ଚାଲିଛି। ପର୍ଯ୍ୟନ୍ତ ଏହାର ଦେଖିଥିବାରୁ ଚେରକୁ ପିନ୍ଧିବା ମୁଁ ଦ୍ୱାରା ମଧ୍ୟ ଆପଣମାନଙ୍କୁ ଜୀବନରେ ଉନ୍ନତି ହୃଦୟରୁ ଘଟିଥାଏ। ଧନ୍ୟବାଦ ତାହା ଜଣାଉଛି। ସହ ଘରକୁ ଧନ ଯଦି ଆଗମନ ହୋଇଥାଏ। ଆପଣମାନେ ଦର୍ଶକ ମୋର ବନ୍ଧୁ, ଏହି ଭିଡିଓରୁ ଆପଣମାନେ ମୋର କିଛି ଏହି ବି ଭିଡିଓଟିକୁ ଶେଷ ଶିକ୍ଷଣୀୟ କଥା ପର୍ଯ୍ୟନ୍ତ ଦେଖିଥିବାରୁ ଶିଖିପାରିଥିବେ, ମୁଁ ତେବେ ଆପଣମାନଙ୍କୁ ଦୟାକରି ହୃଦୟରୁ ଭିଡିଓଟିକୁ ଧନ୍ୟବାଦ ଗୋଟେ ଜଣାଉଛି। ଛୋଟିଆ ଲାଇକ୍ ଯଦି କରି ଆମ ଆପଣମାନେ ମୋର ଚ୍ୟାନେଲ ଏହି ସୋନା ଭିଡିଓରୁ ରିତୁ କିଛି ଲାଇଫଷ୍ଟାଇଲକୁ ଶିକ୍ଷଣୀୟ କଥା ସବସ୍କ୍ରାଇବ୍ ଶିଖିପାରିଥିବେ, କରିବେ ତେବେ ଏବଂ ଦୟାକରି ଭିଡିଓଟିକୁ ଗୋଟେ ତାହା ସହ ଛୋଟିଆ ଲାଇକ୍ କମେଣ୍ଟରେ କରି ଜୟ ମାତା ଆମ ଲକ୍ଷ୍ମୀ ଚ୍ୟାନେଲ ବୋଲି ସୋନା ରିତୁ ନିଶ୍ଚିତ ଲାଇଫଷ୍ଟାଇଲକୁ ଲେଖିବେ। ସବସ୍କ୍ରାଇବ୍ ଏହାଦ୍ୱାରା କରନ୍ତୁ ମାତା ଲକ୍ଷ୍ମୀ ଏବଂ ଆପଣଙ୍କର ତାହା ସହ ଏବଂ ଆପଣଙ୍କ କମେଣ୍ଟରେ ଜୟ ପରିବାରର ମାତା ଲକ୍ଷ୍ମୀ ସମସ୍ତ ବୋଲି ସଦସ୍ୟଙ୍କର ନିଶ୍ଚିତ ଲେଖନ୍ତୁ। ମଙ୍ଗଳ ଏହାଦ୍ୱାରା କରିବେ। ମାତା ଲକ୍ଷ୍ମୀ ନମସ୍କାର ଆପଣଙ୍କର ଦର୍ଶକ ଏବଂ ବନ୍ଧୁ, ଆପଣଙ୍କ ଜୟ ପରିବାରର ଜଗନ୍ନାଥ। ମଙ୍ଗଳ କରିବେ। ଭଲରେ ରୁହନ୍ତୁ। ନମସ୍କାର ଆପଣମାନେ ଦର୍ଶକ ପ୍ରଭୁ ବନ୍ଧୁ, ଶ୍ରୀ ଜୟ ଜଗନ୍ନାଥଙ୍କ ଜଗନ୍ନାଥ। ପାଖରେ ଭଲରେ ଏତିକି ରୁହନ୍ତୁ ପ୍ରାର୍ଥନା। ଆପଣମାନେ, ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।